ଲଢୁଥିଲା କକର ପାରେ ଦୈବ ବଇଲା ଭିତରାଣୀ ବିଜ୍ଞ ପୁରୁଷମାନେ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ କରି ଯାଇଛନ୍ତି। ମୁଲୁ ମାଇଲେ ଯିବ ସରି ଦେବଙ୍କ ସାଥେ କିମ୍ବା କଳେ এই স্বর্ণপ্রভা হচ্ছে ମୋ ପାଇଁ କାଳ ମୋରି ବଞ୍ଚିବାକୁ ହେଲେ ୟାରି ନିଶ୍ଚୟ ମୃତ୍ୟୁ ଆବଶ୍ୟକ। ବର୍ତ୍ତମାନ ସ୍ୱର୍ଣ୍ଣପ୍ରଭା ତା ମୃତ୍ୟୁକୁ ଭୟ କରୁନି। ବର୍ତ୍ତମାନ ମୃତ୍ୟୁକୁ ଭୟ କରିବାର ସମୟ ତୋର। କାରଣ ଗପରେ ବଢୁଛି କଲା କହ୍ନେଇ। ରୁହଲୋ ଆଉ ତା ଆଗକୁ ମୁଁ କହିଦେଉଛି ମୋ କୃଷ୍ଣ ଆସିଲେ ଦୁଃଖିନୀ ଦେବକୀକୁ ଉଦ୍ଧାର କରି ନେବେ। ଆଉ କଂସାସୁର ମାନେ ମୁଁ ମତେ ବଦ୍ଧ କରିବେ। ଏଇକି ସାରେ ମୁଁ ଗୋଟାଏ କଥା ଆପଣଙ୍କୁ କହିବା ପାଇଁ ଭୁଲି ଯାଇଛି। ହେ ସାରେ ତମେ କୋଉ କଥା ଭୁଲି ଯାଇଛ? ସେ କଥାଟା ହେଉଛି ସାରେ ଯୋଉ ତା କୁଲର ଗୋଟାଏ ଶିଶୁ ପୁତ୍ରଟାଏ ଥିଲା ସାରେ ସିଏ ଶ୍ରୀକୃଷ୍ଣ ନୁହେଁ ତ କିଏ? ମହାନ୍ତି କିନ୍ତୁ ମୁଁ କଂସ ନୁହଁ। ଓ ଅନ୍ନ ତିୱାରୀ ମୋ ମାୟା ଜାଲରୁ ଖସିଯିବ ଅସମ୍ଭବ। ସ୍ୱର୍ଣ୍ଣପ୍ରଭାର ପୁଅ ଯେତେବେଳେ এই ପୃଥିବୀ ପୃଷ୍ଠରେ ଜନ୍ମ ନେଇ ସାରିଛି ତାହେଲେ ସେ ହଉଛି ମୋର ପରମ ଶତ୍ରୁ। ତାକୁ ଖୋଜିବା ମୋ ପକ୍ଷେ ଅସମ୍ଭବ। ସେଇଥିପାଇଁ ମୁଁ ଭାବୁଛି ସ୍ୱର୍ଣ୍ଣପ୍ରଭାକୁ ମୁଁ ଆଜିଠାରୁ ବନ୍ଦନ କରି ଗୁପ୍ତ କାରାଗାରରେ ରଖିବି। ନାଇଁ ନୁହଁ ହେ ମହାନ୍ତି ଚାଲ ମହାରାଣୀକୁ ବାନ୍ଧି ପକା ଆଉ ନେଇଯିବା ସେଇ ଗୁପ୍ତ କାରାଗାରକୁ। জীবন মহাভারত সময় সকুনি দুনিয়াটা কুরুক্ষেত্র অজব কাহানি
यही लड़का ही होगा तेरा काम। हाँ अन्ना तिवारी, तू जो अन्याय अत्याचार करी चलुछु सेई अन्याय अत्याचार परिणाम तते भोगिबाकू हेबो। हाँ अन्ना तिवारी, এই পুଅটা যেତେବେଳେ বড় ହେଇଯିବ ସେତେବେଳେ ସବୁ